ଏଇ ଦେଖନ୍ତୁ ନା ଦୀପଟିଏ, ତାର ଧର୍ମ ହଉଛି ଆଲୋକ ଟିକିଏ ବାଣ୍ଟିବା। ଦୀପଟିର ଧର୍ମ ଆଲୋକ ଟିକିଏ ବାଣ୍ଟିବା। ସେ ମାଟିର ହେଉ କି ସୁନାର ହେଉ କି ରୂପାର ହେଉ, ଏହା କୌଣସି ଗୁରୁତ୍ୱ ରଖେ ନାହିଁ। ଗୁରୁତ୍ୱ ରଖେ ଦୀପ ହିଁ ଆଲୋକ ବାଣ୍ଟେ। ସେ କେତେ ଜାଗାକୁ ଆଲୋକ ବାଣ୍ଟି ପାରୁଛି ସେଇଟା ହିଁ ଗୁରୁତ୍ୱପୂର୍ଣ୍ଣ। ସେ ତେଲ ଆଉ ସଳିତାର ସହଯୋଗରେ ଆଲୋକ ବାଣ୍ଟୁଛି। ତିନି ଜଣଙ୍କ ଏକନିଷ୍ଠତା, ଏକତା, ସୁବିଚାର ହିଁ ଆଲୋକ ବାଣ୍ଟିବାରେ ସଫଳ ହୋଇପାରୁଛି। ଠିକ୍ ସେମିତି ଶିକ୍ଷା, ସଂସ୍କାର ଓ ବିବେକ ବୋଧ ହିଁ ମଣିଷ ମନରେ ଆଲୋକ ବାଣ୍ଟିବାର ବିଜୟ ସ୍ଥାପନ କରିପାରିବ। ଆମ ଭିତରେ ଯଦି ଆମେ ଶିକ୍ଷା, ସଂସ୍କାର ଓ ବିବେକ ବୋଧକୁ ଏକାଠି କରି ଗୋଟିଏ ଦୀପ ତିଆରି କରିବା, ନିଜକୁ ଗୋଟିଏ ଦୀପ ବୋଲି ଭାବିବା, ତାହେଲେ ଆମେ ଦେଖିବେ ଆମେମାନେ এই ସମାଜରେ ଏମିତି ଆଲୋକ ବାଣ୍ଟିବା, ସେ ଆଲୋକରେ ଅନେକ ହିଁ ଆଲୋକିତ ହୋଇପାରିବେ। ଆଉ ସବୁଠୁ ବଡ କଥା ହେଉଛି ବ୍ୟକ୍ତିଟିଏ ଧନୀ ହେଉ ଅବା ଗରିବ ହେଉ, ସେଇଟା ବଡ କଥା ନୁହେଁ। ବଡ କଥା ହେଉଛି ଦୀପ ଭଳି ଶିକ୍ଷା, ସଂସ୍କାର, ବିବେକ ବୋଧତା ଭିତରେ ସେ କେତେ ଜଣଙ୍କ ହୃଦୟରେ ଘର କରିପାରୁଛି, ସେଇଟା ହିଁ ବଡ କଥା। ତେଣୁ ଚାଲନ୍ତୁ ନା ଦୀପ ଠାରୁ ଟିକେ ଶିଖିବା, ତ୍ୟାଗ ବି ଶିଖିବା, ଆଲୋକ ବାଣ୍ଟିବା ବି ଶିଖିବା, ଆଉ ନିଜକୁ ଆଲୋକମୟ କରିବା ସହିତ ଅନ୍ୟମାନଙ୍କୁ ମଧ୍ୟ ଆଲୋକ ଦେବା।